ଦେଖନ୍ତୁ ଆଜିର ଭିଡ଼ିଓ ଖରାପ କମେଣ୍ଟକୁ ନେଇ। ଚାଲନ୍ତୁ ପଢ଼ିବା କ'ଣ ଖରାପ କମେଣ୍ଟ ଭିଡ଼ିଓ। ଦୀପା ବେହେରା ସେ ଲେଖିଛନ୍ତି, ଆରେ ଏଇଟା ମେଣ୍ଟାଲ ହସ୍ପିଟାଲରୁ ପଳେଇ ଆସିଛି, କିଏ ଧରିକି ନେଇ ଛାଡ଼ି ଆସ। ଆରେ ଏଇଟା ମେଣ୍ଟାଲ ହସ୍ପିଟାଲରୁ ପଳେଇ ଆସିଛି, କିଏ ଧରିକି ନେଇ ଛାଡ଼ି ଆସ। ଶୁଣ ଦୀପା ବେହେରା, ତୁ ମେଣ୍ଟାଲ ହସ୍ପିଟାଲ ଯା, ବୁଝିଲୁ। ତୋ ମୁଣ୍ଡ ଯୋଉ ସ୍କ୍ରୁ ଢିଲା ଅଛି, ତୁ ପଳା, ଚୁପଚାପ ପଳା ମେଣ୍ଟାଲ ହସ୍ପିଟାଲ, ବୁଝିଲୁ। ରାଞ୍ଚି କ'ଣ, ରାଞ୍ଚିରୁ ଭେଲର ଆହୁରି ଆକୁ କ'ଣ ଅଛି, ସେ ସେଇଆଡ଼େ ପଳେଇବୁ, ବୁଝିପାରିଲୁ। ହାଇ ଫ୍ରେଣ୍ଡ, ଆପଣମାନେ ସବୁ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆପଣମାନେ ସବୁ ଭଲରେ ଥିବେ ବୋଲି ମୋର ଭଗବାନଙ୍କ ନିକଟରେ ଆଶା ବିଶ୍ୱାସ। ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓ। ତା ପୂର୍ବରୁ କରିଦେଉଛି, ଚ୍ୟାନେଲ ଯେଉଁମାନେ ନୂଆ ଅଛନ୍ତି ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ, ଭଲ ପାଇବା ଦେଖ। ତୁ ମୋତେ ବାରମ୍ବାର କମେଣ୍ଟ କରୁଛୁ, ଆଗରୁ 2-3 ଥର କମେଣ୍ଟ କରିଥିଲୁ, ଏଇଟା ବି କମେଣ୍ଟ କରୁଛୁ। ମୁଁ ରାଞ୍ଚି ପଳେଇବି ନା, ମୋ ମୁଣ୍ଡ ଖରାପ। ତମମାନେ ସବୁ ଖରାପ କମେଣ୍ଟ ଦବ, ତମ ମୁଣ୍ଡ ସେତିକି ଖରାପ ବୋଲି ତମେ ଖରାପ କମେଣ୍ଟ ଦଉଛ। ଆଉ ତମ ମୁଣ୍ଡ ଯଦି ଭଲ ହେଇଥାନ୍ତା ତମେ ଏମିତି ଖରାପ କମେଣ୍ଟ ଦେଇନଥାନ୍ତ। ଆଉ ମୁଁ କାହିଁକି ଯିବି ରାଞ୍ଚି? ତୁ ପଳା ରାଞ୍ଚି ହେଲା। ତୋ ମୁଣ୍ଡ ସ୍କୁଲ ଟିକେ ଢିଲା ଅଛି, ତୁ ପଳେଇବୁ ରାଞ୍ଚି, ସେଇଟା ଟ୍ରିଟମେଣ୍ଟ ହେଇ ଆସିବୁ, ବୁଝିଲୁ। ତୋ ମୁଣ୍ଡ ତ କାମ କରୁନି ମେଣ୍ଟାଲିଟି ହେଲା। ତୁ ତୋ ଘରେ କୋଉ ଭଳିଆ, ତୁ ସେଇଭଳି ଧରଣର ଝିଅ ହେଇଥିବୁ, କାରଣ ତୁ ପରକୁ ଯିଏ କହିପାରୁଛି ତୁ ଘରେ ଛାଡ଼ିଦବୁ। ତେଣୁକରି ଗୋଟେ କାମ କର, ତୁ ରାଞ୍ଚି ହସ୍ପିଟାଲ ପଳା, ସେଇଠି ଡକ୍ଟର ମାନେ ଅଛନ୍ତି, ତୋ ସ୍କ୍ରୁ ଯୋଉ ଢିଲା ହେଇଯାଇଛି ସେଠି ଟ୍ରିଟମେଣ୍ଟ କରିଦେବେ, ବୁଝିପାରିଲୁ, ଚିହ୍ନିଲୁ। ଆଉ ତୁ ମତେ କହିଛୁ ଏଟା ପଳେଇ ଆସିଛି ମେଣ୍ଟାଲ ହସ୍ପିଟାଲରୁ, ଏବେ ତୁ ପଳେଇ ଆସିଛୁ। ତତେ ଧରି ନେଇକି ସିଧା ମେଣ୍ଟାଲ ରାଞ୍ଚି ହସ୍ପିଟାଲରେ ଛାଡ଼ିବା କଥା, କାରଣ ତୋତେ ଘର ଲୋକ ନେବେ କି ନ ନେବେ ମୁଁ ଜାଣିନି, କିନ୍ତୁ ମୁଁ ପୋଲିସକି ଇନଫର୍ମେସନ କରିବି, ତୋତେ ନେଇ ରାଞ୍ଚି ନେଇ ଛାଡ଼ି ଆସିବେ। କାରଣ ତୁ ଖରାପ କମେଣ୍ଟ ଯେହେତୁ ଦେଇଛୁ, ତେଣୁ ମୋର କିଛି ଭୁଲ ନାହିଁ, ତୋର ସବୁ ଭୁଲ। ତୁ ଆଗ ମତେ ଖରାପ କମେଣ୍ଟ ଦଉଛୁ, ତେଣୁ ତୁ ରାଞ୍ଚି ପଳା, ତୋ ଘର ଲୋକ ନେବେନି, ମୁଁ ପୋଲିସକି ଇନଫର୍ମେସନ କରିଦେବି, ତୋତେ ପୋଲିସ ବାଲା ନେଇକରି ରାଞ୍ଚିରେ ଛାଡ଼ିଦେବେ, ବୁଝିପାରିଲୁ। ସେଠି ଯାଇ ଟ୍ରିଟମେଣ୍ଟ ହବୁ, ତାପରେ ଘରକୁ ଆସିବୁ, ତାପରେ ଜାଣିବୁ ତୋ ମୁଣ୍ଡ ଖରାପ ନା ମୋ ମୁଣ୍ଡ ଖରାପ, ତୋ ସ୍କ୍ରୁ ଢିଲା ନା ମୋ ସ୍କ୍ରୁ ଢିଲା, ବୁଝିପାରିଲୁ। ଚିହ୍ନି ପାରିଲୁ, ଚିହ୍ନିଛୁ, ତୋ ବୁପା ନା ଭୁଲିଯିବୁ, ଚିହ୍ନିଛୁ। ତୁ କ'ଣ ଭାବିଛୁ ବେ? ତୁ କ'ଣ ଭାବିଛୁ? ତୋ ବାପା ମାଆଙ୍କର ସଂସ୍କାର ନାହିଁ କି? ତୋତେ ଏମିତି ସଂସ୍କାର ବଢ଼େଇଛନ୍ତି ତୁ ସମସ୍ତଙ୍କୁ ଖରାପ କମେଣ୍ଟ ଦେବୁ ବୋଲି? ତମକୁ ଲାଜ ନାହିଁ? ଅଲାଜ କି ନିଲଜି ନାହିଁ କିରେ? ନା ରାଞ୍ଚି ଏଠୁ ପଳେଇ ଆସୁଛି, ତାକୁ ଯୋଉ କିଏ ଧରିକି ଛାଡ଼ିକି ଆସ। ତତେ ଚାଲେ ନେଇଦେବି, ପୋଲିସ ବାଲାକୁ ଧରିବି, ତତେ ସାଙ୍ଗରେ ଧରିକି ନେଇକି ଛାଡ଼ି ଆସିବି, ବୁଝିଲୁ। ତମମାନେ ଯେତେ ସବୁ ମତେ ଖରାପ କମେଣ୍ଟ ଦଉଛ, ତମମାନେ ଯୋଉ ସବୁ ରାଞ୍ଚିରେ ତମ ସ୍କ୍ରୁ ଯୋଉ ଢିଲା ହେଇଛି, ସେ ସ୍କ୍ରୁକୁ ଟାଇଟ୍ କରିକି ଆସିବ, ବୁଝିପାରିଲ। ସବୁବେଳେ ଖରାପ କମେଣ୍ଟ ଦଉଛ ନା। ମତେ କ'ଣ ପାଇଁ ତମ ଖରାପ କମେଣ୍ଟ ଦେଇଛ? ମୁଁ ତମର ଖାଉଛି ନା ତମ ଘର କେତେ ଧାରିଛି? ବେଶୀ ଦେଖେଇବଛ। ତୋ ବାପା ମା ଏଇଟା ସଂସ୍କାର ବଢ଼େଇଛନ୍ତି, ତୋ ବାପା ମାଆଙ୍କର କ'ଣ କିଛି ନାହିଁ କି? ତୋ ବାପା ମାଆଙ୍କର କିଛି ସଂସ୍କାର ନାହିଁ, ତୁ ସଂସ୍କାର ଘର ଝିଅ ବଢ଼ିଛୁ। ତୁ କୁସଂସ୍କାର ଘର ଝିଅ ବଢ଼ିଛୁ। ସଂସ୍କାର ଘର ଝିଅ ବଢ଼ିଥିଲେ ତୁ ଏମିତି ଭାଷା କଥା କହିନଥାନ୍ତୁ, ଚିହ୍ନିଛୁ। ମତେ ବାରମ୍ବାର ଖରାପ କମେଣ୍ଟ ଦଉଛୁ, ତୁ ଭାବୁଛୁ ମୋର କେହି ନାହିଁ? ମୁଁ ନିରୀହ। ତମମାନଙ୍କୁ ଯେତେ ସବୁ ଖରାପ କମେଣ୍ଟ ଦେଇଛ ସବୁ ସ୍କ୍ରିନଶଟ୍ ମାରି ରଖିଛି, ପୋଲିସ ଥାନାରେ ମୁଁ କହିଛି, ସେମାନେ କହିଛନ୍ତି କଥା ବୁଝିବେ, ଆଉ ତମମାନଙ୍କୁ ନେଇକି କୋଉଠି କ'ଣ ନେଇ କରିବି, ଆଉ ସେତେବେଳେ ଚିହ୍ନିବ ମୁଁ କିଏ, ଆଉ ତମମାନେ ସବୁ କିଏ। ମତେ ବାରମ୍ବାର ଖରାପ କମେଣ୍ଟ ଦଉଛ କ'ଣ ପାଇଁ? ତମର କେତେ ଖାଇଲି, ତମର କେତେ ଧାରିଲି, ତମେ ଚିହ୍ନିନ ମତେ, ବୁଝିପାରିଲ। ଦୀପା ବେହେରା, ଏବେ ତୋ ନା କିଏ ଦୀପା ଦେଇଛି? ତମକୁ ଲାଜ ନାହିଁ କିଲ? ଲାଜ କିଏ? ତୁ ଯିବୁ ହେଲା, ରାଞ୍ଚି ପଳେଇବୁ, ସ୍କ୍ରୁ ଟାଇଟ୍ କରିକି ଆସିବୁ, ତାପରେ ମୋ ସହିତ ଖରାପ କମେଣ୍ଟ କରିବୁ କି ଭଲ କମେଣ୍ଟ କରିବୁ, ତାପରେ ମତେ ଜଣେଇବୁ କମେଣ୍ଟରେ, ବୁଝିପାରିଲୁ। ତମକୁ ଲାଜ ନାହିଁ ଲୋ। ଛି 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 ଛି। ପାଠ ପଢ଼ିଛୁ? ପାଠ ପଢ଼ିଛୁ କି? ତୁଇ ଯଦି ପାଠ ପଢ଼ିଛୁ ଏମିତି ଭାଷା କଥା ବ୍ୟବହାର କରନ୍ତୁ, ଶିକ୍ଷିତ ଭାଷା କହେ, ତୁ ମୂର୍ଖ ଭାଷା କହୁଛୁ, ଖରାପ କମେଣ୍ଟ ଦେଉଛୁ। ତୋତେ ଏତେ ଖରାପ ଭାଷା ଆଗରୁ ବହୁତ ଥର ତୁଇ ଦେଇଛୁ କମେଣ୍ଟ 2-4 ଥର, ତୋତେ ବହୁତ କହିଛି, ତଥାପି ତୁ ସୁଧୁରିଲୁନି, ପୁଣି ଖରାପ କମେଣ୍ଟ ଲେଖୁଛୁ। ତୁ କ'ଣ ଭାବିଛୁ? ନାଇଁ ତୁ କ'ଣ ଭାବିଛୁ ମତେ? ତମମାନେ ଏମିତି ଖରାପ କମେଣ୍ଟ ଲେଖ, ତମେ ଖରାପ କମେଣ୍ଟ ଲେଖିବ, ମୁଁ ଭଲ ମନ୍ଦ ଯଦି କ'ଣ ରିପ୍ଲାଏ ଦେଲି ତାହେଲେ ମୁଁ ହେଲି ଖରାପ, ତମେ ହେଲ ଭାରି ଭଲ ଭଦ୍ର ଲୋକରା। ମୁହଁ ଦେଖାଉନ ସୋସିଆଲ ମିଡ଼ିଆରେ, ତମର ଯଦି ମୁହଁ ଅଛି। ମୋର ମୁହଁ ଅଛି ଯେ ମୁଁ ସୋସିଆଲ ମିଡ଼ିଆରେ ଦେଖେଉଛି, ତମେ ମୁହଁ ଅଛି ଦେଖାଉନ କ'ଣ ପାଇଁ? ତମର ତ ମୁହଁ ମାନ ନାହିଁ ସୋସିଆଲ ମିଡ଼ିଆରେ ଦେଖେଇବାକୁ, ତମେ କାହିଁକି ଖରାପ କମେଣ୍ଟ ଲୋକକୁ ଦେଉଛ? ତମ ବାପା ମା ସଂସ୍କାର ବଢ଼ିଛନ୍ତି ଏଇଭଳିଆ କି, ଯେ ଛୁଆମାନଙ୍କୁ ଏମିତି ବାହାର ଲୋକକୁ ଏମିତି ଖରାପ କମେଣ୍ଟ ଦେଇକି ବାହାର ଲୋକଙ୍କ ସହିତ ଝଗଡ଼ା କରିବାକୁ?
ମୋ ବାପା ମା ସିନା ମୂର୍ଖ, ତମ ବାପା ମା ମାନେ ଶିକ୍ଷିତ, ତମମାନଙ୍କୁ କାହିଁକି ଏମିତି ଖରାପ କମେଣ୍ଟ କହୁଛନ୍ତି ବାହାର ଲୋକକୁ ଦେବା ପାଇଁ? ତମମାନେ ତ ଶିକ୍ଷିତ ଘରର ଛୁଆ, ଭଲ ଘରର ଛୁଆ, ଭଦ୍ର ଘରର ଛୁଆ, ଅଭଦ୍ର ଘରର ଛୁଆ ନାହିଁ, ତମେ କାହିଁକି ଖରାପ କମେଣ୍ଟ ଦଉଛ? ତୁ ଗୋଟେ ଝିଅଟାକୁ ଝିଅଟେ ଶତ୍ରୁ ହଉଛୁ, ନାରୀଟାକୁ ନାରୀରୁ, ତୁ କ'ଣ କିଲୋ ତୋ ଜୀବନର ଲକ୍ଷ୍ୟ ପୂରଣ କରିବୁ? ହଁ, ତୁ ତ ଏଦିନୁ ଏଡ଼େ ଆହୁରି ତ ପାଣି ପଡ଼ିଲେ ହବୁ କେଡ଼େ, ତମକୁ ଲାଜ ନାହିଁ ଲୋ, ଛି 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 ଛି। ଚାଲନ୍ତୁ ସାଙ୍ଗମାନେ, ବହୁତ କହିଦେଲି, ଚାଲନ୍ତୁ ଯିବା। ସେ ଯଦି ସୁଧୁରୁଛି ସୁଧୁରିବା, ନ ସୁଧୁରିଲେ ତା କଥା ବୁଝା ହବ। ଯେଉଁମାନେ ସବୁ ଖରାପ କମେଣ୍ଟ ଦଉଛ, ତମ କଥା ନିଶ୍ଚିନ୍ତ ବୁଝା ହବ ହେଲା। ବେଶୀ ଭକ ଭକ ହବନି। ଏଇଟା ସୋସିଆଲ ମିଡ଼ିଆରେ ଗୋଟେ ଇସ୍ୟୁ ହେବା କଥା। ଯେଉଁମାନେ ଖରାପ କମେଣ୍ଟ ଦେଉଛନ୍ତି ତାଙ୍କ ବିରୁଦ୍ଧରେ ଯଦି ଦଫା ଲାଗିବ, ତାହେଲେ ସେ ସୋସିଆଲ ମିଡ଼ିଆରେ ଖରାପ କମେଣ୍ଟ ଜମା ବି ଦେବେନି। ଯେଉଁ ଅଭଦ୍ର ଭାଷାରେ କହୁଛ, ଯେଉଁ ଗାଳି ଗୁଲଜ କରୁଛ, ଯେଉଁ ଖରାପ ଭାଷା କହୁଛ, ସେଇ ଲାଙ୍ଗୁଏଜ ତ କହି ହେବନି। ଗୋଟେ ଗୋଟେ ଅଛନ୍ତି ପୁରା ଖରାପ ଲାଙ୍ଗୁଏଜ ଭାଷା କହିଦେଉଛନ୍ତି। ମା, ବାପା, ଭାଇ, ଭଉଣୀ, ତମମାନେ କ'ଣ ପାଇଁ ଖରାପ କମେଣ୍ଟ କହିବ? ତମମାନଙ୍କୁ ସବୁ ଏଗାକୁ ୟୁଟ୍ୟୁବ କହିଛି ସବୁ ଖରାପ କମେଣ୍ଟର ଭାଷାକୁ। ବେଶୀ ବକ ବକ ହେବନି। ଯେଉଁମାନେ ଖରାପ କମେଣ୍ଟ ଦେଉଛ, ତାର ଖୁବ୍ ଶୀଘ୍ର ଜାଣିବ, ଚିହ୍ନିବ। ମୁଁ ସ୍କ୍ରିନଶଟ ମାରି ରଖିଛି ସବୁ ତମର। କ'ଣ ହବ ଯେ କ'ଣ ନାହିଁ ସେଟା ଉପରବାଲା ଅଛି। ସେ ଭଗବାନଙ୍କୁ ମୁଁ ଡାକୁଛି, ଭଗବାନ ଉପରେ ବିଶ୍ୱାସ ରଖୁଛି। ତମମାନଙ୍କୁ ସବୁ ଭଗବାନ ଦଣ୍ଡ ଦେବେ, ମଣିଷ ପାଇଁ ଦଣ୍ଡ ଦେବେ, ସେ ଭଗବାନ ଦଣ୍ଡ ଦେବ। ବୁଝିଲ, ଚିହ୍ନିଲ। ଚାଲନ୍ତୁ ଭିଡ଼ିଓଟି ଏତିକିରେ ରଖିବା। ବହୁତ କଥା କହିଲି। ଆଉ ସେ ଯଦି ସୁଧୁରିବ ବୋଲେ ସୁଧୁରିବ, ନହେଲେ ଭଗବାନଙ୍କୁ ଡାକୁଛି, ପ୍ରାର୍ଥନା କରୁଛି, ହେ ପ୍ରଭୁ ତାକୁ ଜଲ୍ଦି ବୁଝିଦେ। ମାନେ ଏଇ ଯେଉଁ ତଳ ଅଛି, ତଳ ଗତିକି ଚାପିଦେ, ସିଧା ଆଉ ଉପରେ ସେ ରହିବନି, ପୁରା ତଳକୁ ଚାପି ରହିବ। ଚାଲନ୍ତୁ ଭିଡ଼ିଓଟି ଏତିକି ରଖିବା। ଭଲ ଲାଗିଲେ ମୋତେ କମେଣ୍ଟ କରିବେ। ଯଦି ମୁଁ କ'ଣ ଖରାପ କରିଛି ତାହେଲେ ବି ମୋତେ କମେଣ୍ଟ କରିବେ। ଚାଲନ୍ତୁ ଆଉ ଗୋଟେ ଭିଡ଼ିଓ ନେଇ ପୁଣି ଆପଣମାନଙ୍କ ସାମ୍ନାକୁ ଆସିବି। ରହୁଛି, ନମସ୍କାର, ବାଏ ବାଏ, ଟାଟା।